ଡିନ୍ ଫ୍ୟାକଲ୍ଟି ଓ ରେଜିଷ୍ଟ୍ରାର OUTR ମିଳିତ ପଦକ୍ଷେପରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ଜାନୁଆରୀ ମାସରେ ଅନୁବନ୍ଧିତ 100 ଜଣ ଅତିଥି ଅଧ୍ୟାପକମାନଙ୍କୁ ସଠିକ୍ କାରଣ ନଥାଇ କାର୍ଯ୍ୟରୁ ଛଟେଇ କରିଦିଆଯାଇଛି, ଯାହାଫଳରେ କି ଆଗାମୀ ଦିନରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ପାଠପଢ଼ାରେ ଡାଉଟ୍ କ୍ଲିୟର କରିବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ପିଲାଙ୍କ ସିଲାବସ୍ ବି ସରିନାହିଁ, ଅତିରିକ୍ତ କ୍ଲାସ୍ ବି ହୋଇପାରୁନାହିଁ। ପରୀକ୍ଷା ପୂର୍ବରୁ ପାଠପଢ଼ା ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି। ଯେଉଁମାନେ ଛଟେଇ ହୋଇଛନ୍ତି ସେମାନଙ୍କର ଦୁଃଖ କହିଲେ ନ ସରେ। ଏମ୍ଟେକ୍ ଏବଂ PhD ଥାଇ ମଧ୍ୟ ପ୍ରତ୍ୟେକ 3 ରୁ 6 ମାସ ମଧ୍ୟରେ ଇଣ୍ଟରଭ୍ୟୁର ସମ୍ମୁଖୀନ ହୋଇ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। କିଛି ଅଧ୍ୟାପକ ଏବଂ ଅଧ୍ୟାପିକା ଉଚ୍ଚ ନ୍ୟାୟାଳୟର ଆଦେଶ ବଳରେ ରକ୍ଷା ପାଇଛନ୍ତି ତ ଆଉ କିଛି ଛଟେଇର ଶିକାର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଉଚ୍ଚ ନ୍ୟାୟାଳୟ ଗତ ଫେବୃଆରୀ ମାସ 22 ତାରିଖରେ କଟୁ ଭାଷାରେ ଭର୍ତ୍ସନା କରିଛନ୍ତି। ଆଉ 2 ଜଣ ଅଧ୍ୟାପକ ପଦାର୍ଥ ବିଜ୍ଞାନରୁ ଜଣେ ଏବଂ ରସାୟନ ବିଜ୍ଞାନରୁ ଜଣେ ଛଟେଇରୁ ରକ୍ଷା ପାଇଯାଇଛନ୍ତି। ଶୁଣିବାକୁ ମିଳୁଛି ଯେ ସେମାନେ 2 ଜଣ ଡିନ୍ ଫ୍ୟାକଲ୍ଟିଙ୍କ ପାଖ ଲୋକ, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି, ଯାହାଫଳରେ ଆଗାମୀ ଦିନରେ ଘଟଣାକୁ ନେଇ ନବନିର୍ବାଚିତ ସରକାରଙ୍କୁ ଅସୁବିଧାରେ ପକାଇପାରେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ମୋବାଇଲ ଟିଭି।